ଦେଖନ୍ତୁ ସାଇନ୍ସର କିଛି କ୍ୱେଶ୍ଚନ୍ କରିବା ଯାହା ଆପଣମାନଙ୍କର ଫରେଷ୍ଟ ଗାର୍ଡ଼ ଲାଇଭଷ୍ଟକ୍ ଇନ୍ସପେକ୍ଟର ସାଇନ୍ସରେ କ୍ୱେଶ୍ଚନ୍ ଆପଣମାନଙ୍କୁ ଦେଖିବାକୁ ମିଳିବ। ତ ସାଇନ୍ସରେ ତ କ୍ୱେଶ୍ଚନ୍ ଆସୁଛି ଆପଣମାନଙ୍କର ଫରେଷ୍ଟ ଗାର୍ଡ଼ ଫରେଷ୍ଟର ଲାଇଭଷ୍ଟକ୍ ଇନ୍ସପେକ୍ଟର, ତା ସହିତ ଆପଣମାନଙ୍କର ଆର୍ଆଇ ଏଆର୍ଆଇ ଅମିନ୍ ଏସ୍ଏଫ୍ଏସ୍ ଆଉ ଅଙ୍ଗନବାଡ଼ି ସୁପରଭାଇଜରରେ ମଧ୍ୟ ଜେନେରାଲ ଆୱାରନେସ୍ରେ ତ ସାଇନ୍ସର କ୍ୱେଶ୍ଚନ୍ ଗୋଟିଏ ଦୁଇଟା ଦେଖିବାକୁ ନିହାତି ମିଳିବ। ତ ତା ପାଇଁ ମଧ୍ୟ ବେନିଫିଟ୍ ହେବ ଆପଣମାନଙ୍କ ପାଇଁ। ଆଉ ଆର୍ଆଇ ଏଆର୍ଆଇ ପାଇଁ ବେନିଫିଟ୍ ତ ହେବ ହିଁ ହେବ, ବଟ୍ ତା ସହିତ ଯେଉଁମାନେ ଫରେଷ୍ଟ ଗାର୍ଡ଼ ଲାଇଭଷ୍ଟକ୍ ଇନ୍ସପେକ୍ଟର ପକାଇଛନ୍ତି ସେମାନଙ୍କ ପାଇଁ ପୁରା ଏ ଭିଡ଼ିଓ ଡେଡିକେଟେଡ୍। ବିକଜ୍ ସେମାନଙ୍କ ପାଇଁ ତ ଇଂଲିଶ ଆପଣମାନଙ୍କର ସାଇନ୍ସ ନିହାତି ଆସୁଛି। ଆପଣମାନଙ୍କର ସାଇନ୍ସ ପାଇଁ ଅଲଗା ୱେଟେଜ୍ ଅଛି। ତ ଦେଖନ୍ତୁ ସାଇନ୍ସର କ୍ୱେଶ୍ଚନ୍ ଏବେ କରିବା। ତ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିବେ। ଯାହା ବି ଜିକେ କ୍ୱେଶ୍ଚନ୍ ହଉ ସାଇନ୍ସ କ୍ୱେଶ୍ଚନ୍ ହଉ ମ୍ୟାଥ୍ ରିଜନିଂ ଯାହା ବି ଇଂଲିଶ ଓଡ଼ିଆ ସବୁ ଏଇ ଚ୍ୟାନେଲରେ ଆସିବ, ଗୋଟେ ଗୋଟେ କରି ଭିଡ଼ିଓ ଆସିବ। ଯଦି ଆପଣମାନେ ସବୁ ଭିଡ଼ିଓ ଦେଖି ନେଉଛନ୍ତି ମୁଁ ଗ୍ୟାରେଣ୍ଟି ଦେଇକି କହିବି ଆପଣମାନେ କୌଣସି ଗୋଟିଏ ଜବ୍ ନେଇକି ଯିବେ ହିଁ ଯିବେ। ହ୍ୱାଟ୍ ଡଜ୍ ଦ ୱାଟର କଭର ଅଫ୍ ଦି ଆର୍ଥ ସର୍ଫେସ୍? ଆର୍ଥ ସର୍ଫେସ୍କୁ ୱାଟର କେତେ କଭର କରିଛି? 71%। ଅପସନ୍ ନମ୍ବର ହେଇଯିବ ସି। ତ ଅପସନ୍ ନମ୍ବର ହେଇଯିବ ସି ରାଇଟ୍ ଆନ୍ସର। ତ ଦେନ୍ ଦେଖିବା ନେକ୍ସଟ ଦେଖିବା ହ୍ୱାଟ୍ ଡଜ୍ ଦ ୱିଣ୍ଡ ସ୍ପିଡ୍ ଅଫ୍ 10 to 13 km/h କୋଜ୍ଡ? ଯଦି 10ରୁ 13 kph ହୁଏ ତାହେଲେ କ'ଣ ହେବ? ତ ଆପଣମାନଙ୍କର ତାକୁ ମାଇନର ଅର୍ ନୋ ଡ୍ୟାମେଜ୍ କୁହାଯାଏ। ତ 10ରୁ 13 km/h ଯଦି ହେବ ଆପଣଙ୍କର କିଛି କ୍ଷତି ହେବ କି? କିଛି ହେବନି, ତାକୁ ମାଇନର ଅର୍ ନୋ ଡ୍ୟାମେଜ୍ ବୋଲି ଆମେ କହିବା। ସିଭିଅର କେତେବେଳେ ହେବ? 100 ଉପରେ ହେଇଯିବ, ଯେତେବେଳେ 200 ଉପରେ ହେଇଗଲେ ଏକ୍ସଟ୍ରିମ୍ ଡ୍ୟାମେଜ୍ କରିବ। ତ ଏହି ପ୍ରକାର ହେବ ଆପଣମାନଙ୍କ। ତ ମଲ୍ଟିପୁଲ୍ ଚଏସ୍ ତାପରେ କ୍ୱେଶ୍ଚନ୍ ନମ୍ବର ଏ ତ ଏ ଆନ୍ସର ହେଇଗଲା। ତାପରେ ଦେଖିବା ଦ ଏଲିମେଣ୍ଟସ୍ ଦ୍ୟାଟ୍ ଆର୍ ନଟ୍ ପ୍ରେଜେଣ୍ଟ abundantly in earth's crust is dash? ତ ଆର୍ଥ କ୍ରଷ୍ଟରେ କେଉଁଟା ଆପଣମାନଙ୍କର ପ୍ରେଜେଣ୍ଟ ନାହିଁ? ତ ଦେଖିବା ଯଦି ବି ରେଡ଼ିୟମ୍, ତ ରେଡ଼ିୟମ୍ ହେଇଯିବ ଆପଣମାନଙ୍କର ରାଇଟ୍ ଆନ୍ସର। ନେକ୍ସଟ ଦେଖିବା ବାଇ ଦ ଏମିସନ୍ ଅଫ୍ ହ୍ୱାଟ୍ ଦ ଏସିଡ୍ ଇଜ୍ ମେନଲି କଜ୍ ଇନ୍ ଆନ୍ ଆଟମସ୍ଫିୟର? ତ ଆପଣମାନଙ୍କର କେଉଁ ଏସିଡ୍ଟା ଏମିସନ୍ ଦ୍ୱାରା ଏସିଡ୍ ରେନ୍ର ହେବାର ସମ୍ଭାବନା ରୁହେ? ତ ଏସିଡ୍ ରେନ୍ କାହା ଦ୍ୱାରା ହୁଏ? ସଲଫର ଡାଇଅକ୍ସାଇଡ୍ ଆଉ ନାଇଟ୍ରୋଜେନ୍ ଅକ୍ସାଇଡ୍। ତ ନାଇଟ୍ରୋଜେନ୍ ଅକ୍ସାଇଡ୍ ଆଉ ସଲଫର ଡାଇଅକ୍ସାଇଡ୍ ଦ୍ୱାରା ଆପଣମାନଙ୍କର ଏସିଡ୍ ରେନ୍ଟା ହେଇଥାଏ। ତ ଇଏ ମଧ୍ୟ ମନେ ରଖିବେ ଆପଣମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା କ'ଣ? ହ୍ୱାଟ୍ ଡଜ୍ ଦ 50% ଅଫ୍ ଆର୍ଥ କ୍ରଷ୍ଟ ଇନକ୍ଲୁଡ଼ିଂ ଦି ୱାଟର ଅନ୍ ଦି ଆର୍ଥ ଆଣ୍ଡ ଆଟମସ୍ଫିୟର? ଦେଖନ୍ତୁ ଏହାର ରାଇଟ୍ ଆନ୍ସର ହେଇଯିବ ଅକ୍ସିଜେନ୍। ତ ଅକ୍ସିଜେନ୍ ଆପଣମାନଙ୍କର ହେଇଯିବ ଏଠି ରାଇଟ୍ ଆନ୍ସର। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ କ'ଣ ରହିଲା? ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ଦ ଫୋର୍ଥ ଷ୍ଟେଟ୍ ଅଫ୍ ଦି ମ୍ୟାଟର? ତ ଫୋର୍ଥ ଷ୍ଟେଟ୍ କ'ଣ? 4 ନମ୍ବର ଷ୍ଟେଟ୍ ଯଦି ଦେଖିବା ପ୍ଲାଜମା। ପ୍ଲାଜମା ହେଉଛି ଆପଣଙ୍କର ଫୋର୍ଥ ଷ୍ଟେଟ୍ ଅଫ୍ ଦି ମ୍ୟାଟର, ମ୍ୟାଟରର 4 ନମ୍ବର ଷ୍ଟେଟ୍। ତାପରେ ଦେଖିବା ହ୍ୱିଚ୍ ଅଫ୍ ଦ ଫଲୋଇଂ ଇଜ୍ ଦ ଡିଭାଇସ୍ ଦ୍ୟାଟ୍ ଇଜ୍ ୟୁଜ୍ଡ ଟୁ କନଭର୍ଟ ଅଲ୍ଟରନେଟ୍ କରେଣ୍ଟ ଇନଟୁ ଡାଇରେକ୍ଟ କରେଣ୍ଟ? କେଉଁ ଡିଭାଇସ୍ଟା ୟୁଜ୍ କରାଯାଏ ଏସି କରେଣ୍ଟରୁ ଡିସି କରେଣ୍ଟ ପାଇଁ, ଅଲ୍ଟରନେଟ୍ କରେଣ୍ଟରୁ ଡାଇରେକ୍ଟ କରେଣ୍ଟ ପାଇଁ? ତ ଏହା ଆପଣମାନଙ୍କର ରେକ୍ଟିଫାୟର ୟୁଜ୍ କରାଯାଏ। ରେକ୍ଟିଫାୟର ଅପସନ୍ ନମ୍ବର ଡି ହେଇଯିବ ରାଇଟ୍ ଆନ୍ସର। ରେକ୍ଟିଫାୟର ୟୁଜ୍ କରାଯାଏ। ତାପରେ ଦେଖନ୍ତୁ ହ୍ୱାଟ୍ ଡଜ୍ ଦ ପ୍ଲାଣ୍ଟସ୍ ହ୍ୟାଭ୍ ଇନ୍ ନାଇଟ୍ ହ୍ୱେନ୍ ଫଟୋସିନ୍ଥେସିସ୍ ଇଜ୍ ଷ୍ଟପ୍ଡ? ଯଦି ଫଟୋସିନ୍ଥେସିସ୍ ଷ୍ଟପ୍ ହେଇଗଲା ତାହେଲେ ପ୍ଲାଣ୍ଟ ନାଇଟ୍ରେ କ'ଣ କରେ? ଆପଣଙ୍କର ଗିଭ୍ ଅଫ୍ କାର୍ବନ ଡାଇଅକ୍ସାଇଡ୍। ତ କାର୍ବନ ଡାଇଅକ୍ସାଇଡ୍ ଛାଡ଼ିଥାଏ। ଅକ୍ସିଜେନ୍ ପ୍ଲାଣ୍ଟ ତ ଅକ୍ସିଜେନ୍ ଛାଡ଼ିଥାଏ ଜାଣିଛନ୍ତି ଆପଣମାନେ ଫଟୋସିନ୍ଥେସିସ୍ ବେଳେ। ତ କାର୍ବନ ଡାଇଅକ୍ସାଇଡ୍ ନାଇଟ୍ରେ ଛାଡ଼େ କ'ଣ ପାଇଁ? ସେଥିପାଇଁ କୁହାଯାଏ ଯେ ନାଇଟ୍ରେ ଗଛ ତଳେ ଶୋଇବା କଥା ନୁହେଁ, ବିକଜ୍ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହୋଇଥାଏ। ହ୍ୱିଚ୍ ଅଫ୍ ଦ ଫଲୋଇଂ ଆର୍ କଲ୍ଡ ଦି ପାୱାର ହାଉସ୍ ଅଫ୍ ଦି ସେଲ୍? ପାୱାର ହାଉସ୍, ସେଲ୍ର ପାୱାର ହାଉସ୍ ଆମେ କାହାକୁ କହିବା? ମାଇଟୋକଣ୍ଡ୍ରିଆକୁ। ତ ମାଇଟୋକଣ୍ଡ୍ରିଆକୁ ଆମେ ସେଲ୍ର ପାୱାର ହାଉସ୍ କହିବା। ତ ପାୱାର ହାଉସ୍ ବା ତାପରେ ଆପଣଙ୍କର ପାୱାର ହାଉସ୍ ରହିଲା ଆପଣମାନଙ୍କର ମାଇଟୋକଣ୍ଡ୍ରିଆକୁ ପାୱାର ହାଉସ୍। ତ ପାୱାର ହାଉସ୍ ରହିଲା ଆପଣମାନଙ୍କର ମାଇଟୋକଣ୍ଡ୍ରିଆକୁ। ଆଉ ଗୋଟେ କ୍ୱେଶ୍ଚନ୍ ଆପଣମାନେ କମେଣ୍ଟରେ ଦେବେ ଏଟିପି। ଏଟିପିକୁ କ'ଣ କୁହାଯାଏ? ତ ଏଟିପିକୁ
जहाँकि एडिनोसाइन ट्राइफॉस्फेट। तो एटीपी को कौन कुआ जाए? माइटोकॉन्ड्रिया को कुआ गला पावर हाउस। तो एटीपी को कौन कुआ जाए आपण माने निहाती कमेंट रे देबे। तापर देखिबा व्हिच ऑफ द फॉलोइंग इज वन ऑफ द कंट्रीज थ्रू व्हिच इक्वेटर पासेस। तो इक्वेटर को कंट्री देखि पास करे? केनिया। तो केनिया हे जिवो आपण मानकर राइट आंसर। नेक्स्ट क्वेश्चन देखिबा हाउ डज द क्लॉक्स that move with the velocities comparably with the velocity of light। तो लाइट रो वेलोसिटी सहित comparably स्लो, तो स्लो हो जाए। on what discovery the Max Planck received the Nobel Prize in Physics in 1918। तो 1918 रे मैक्स प्लांक रिसीव करथिले नोबेल प्राइज। तो कौ मैक्स प्लांक कौन काढ़ी थिले? तो एनर्जी क्वांटा। तो प्लांक एठी प्लांक PLANQE। तो प्लांक काढ़ी कौन? एनर्जी क्वांटा। एनर्जी क्वांटा काढ़ी प्लांक। What is the radioactive isotope of uranium that is used in nuclear bomb? तो न्यूक्लियर बम रे को यूरानियम टा लगी थे? देखंतु एटा दिया जाइछि एमिति U9230। देखंतु एटा एई परी हबो U92235। तो एई प्रकार आपण मानकर हबो ना 92U234 ना 92U233 ना 92U238। तो कोडा हे जिवो 92U। एडा हे जिवो आपण मानकर राइट आंसर 235 वाला न्यूक्लियर बम रे यूरानियम 235 वाला न्यूक्लियर बम रे व्यवहार करा जाए। ड्यू टू व्हाट द ह्यूमन पॉपुलेशन ग्रोथ इज ग्रेटेस्ट इन द डेवलपिंग कंट्रीज। ड्यू टू व्हाट कौन पाई ह्यूमन पॉपुलेशन ग्रोथ बढ़ुची? कौन पाई ना बार्थ रेट हाई, जन्म अधिक होउची ना आपण मानकर डेथ रेट जदि हाई हबो ताले तो कमी जीवो ना, पॉपुलेशन कमिबो। पॉपुलेशन बढ़िबार कारण ही आपण मानकर बार्थ रेट हाई माने जन्म अधिका नउचंती तेणु पॉपुलेशन बढ़ुची ना। तो तापर देखिबा वुडी रो मटेरियल दैट इज यूज्ड फॉर द मैन्युफैक्चर ऑफ पेपर पल्प इज डैश। तो वुडी रो एटा होउची आपण मानकर यूज करा जाए पेपर पल्प पाई। तो सेटा कोटा पॉपुलर वुडी आपण मानकर यूज करा जाए पेपर पल्प पाई। पॉपुलर टा यूज करथाय। तो देखिबा नेक्स्ट क्वेश्चन देखिबा हाउ मच अल्कोहल इज कंटेनिंग इन रेक्टिफाइड स्पिरिट। तो रेक्टिफाइड स्पिरिट रे आपण मानकर अल्कोहल टा केते कंटेंट करिकि रखि थाए, केते परसेंट रखि थाए? तो 95% आपण मानकर रही थाए अल्कोहल कंटेनिंग रेक्टिफाइड स्पिरिट। तो रेक्टिफाइड स्पिरिट रे आपण मानकर 95% अल्कोहल रही थाए। व्हिच ऑफ द फॉलोइंग मुस्लिम साइंटिस्ट रोड द फेमस बुक एआई क्वानम। तो किए एआई क्वानम लिखि थिले? जबर बिन हायन ना जाकारिया अल राजी ना अबू अली सिना ना अब्दुल क्वासिम मजरिटी। तो आपण मानकर राइट आंसर हे जिवो सी, ऑप्शन नंबर सी, अबू अली सिना। तापर देखिबा द ड्रग एब्यूज दैट इन्वॉल्व्स मोस्ट रिस्क इन्फेक्शन विथ द एचआईवी एड्स वायरस इज डैश। देखो एचआईवी रो फुल फॉर्म कौन? एड्स रो फुल फॉर्म कौन? एड्स होउची कौन आउ एचआईवी रो कौन? आपण माने कमेंट रे निहाती देबे। देखंतु इंपोर्टेंट रहउची जहा मु आपण मानको कहउची बिकॉज एग्जाम रे आसीबार इंपोर्टेंट भूमिका ग्रहण करूची। एड्स एमिति रहिथिबो एड्स रो फुल फॉर्म कौन? एचआईवी थिबो एचआईवी रो फुल फॉर्म कौन? तापर क्वेश्चन नंबर कौन है? द ड्रग एब्यूज दैट इन्वॉल्व्स मोस्ट रिस्क ऑफ इन्फेक्शन विथ द एचआईवी एड्स वायरस इज डैश। तो आपण मानकर ऑप्शन नंबर सी, इंजेक्शन ऑफ हीरोइन। तो इंजेक्शन हीरोइन हे जिवो आपण मानकर राइट आंसर। तापर व्हाट कन्वर्ट्स द कॉपर इनटू गोल्ड। कॉपर को किपरि हमें गोल्ड रे कन्वर्ट करिवा? को मेथड रे? आर्टिफिशियल रेडियोएक्टिविटी। तो आर्टिफिशियल रेडियोएक्टिविटी रे आपण माने कॉपर को गोल्ड रे
ପରିଣତ କରିପାରିବେ। ତ ଏମିତି ଭାବନ୍ତୁନି କି କପରକୁ ଗୋଲ୍ଡରେ ପରିଣତ ମାନେ ଅରିଜିନାଲ ଗୋଲ୍ଡ ହେଇଗଲା। ତ ସେମିତି ହେଲେ ତ କପରକୁ ଗୋଲ୍ଡ ତିଆରି କରି ଆଉ ଗୋଲ୍ଡର ଭ୍ୟାଲୁ କିଛି ନଥାନ୍ତା। Which of the following are the three elements needed for healthy growth of plants? ପ୍ଲାଣ୍ଟସର ହେଲ୍ଦି ଗ୍ରୋଥ୍ ପାଇଁ ଆପଣମାନଙ୍କର ଯେଉଁ ସାର ଆସିଥାଏ ସେଠି ଲେଖା ଥାଏ, ଆପଣମାନଙ୍କର ମନେ ରଖିଥିବେ NPK ଥାଏ। ତ NPK ସାର ଥାଏ। ତ NPK, K ଫର୍ ପଟାସିୟମ୍, P ଫର୍ ଫସ୍ଫରସ୍, N ଫର୍ ନାଇଟ୍ରୋଜେନ୍। ତ ନାଇଟ୍ରୋଜେନ୍, ଫସ୍ଫରସ୍, ପଟାସିୟମ୍ ତ ତିନୋଟି ଥାଏ। ତାପରେ ରହିଲା ହୁ ୱାଜ୍ ଦ ଫାଉଣ୍ଡର ଅଫ୍ ମଡର୍ଣ୍ଣ ଆଷ୍ଟ୍ରୋନୋମି। ତ ମଡର୍ଣ୍ଣ ଆଷ୍ଟ୍ରୋନୋମିର ଫାଉଣ୍ଡର କିଏ ଆପଣମାନଙ୍କର? ତ ମଡର୍ଣ୍ଣ ଆଷ୍ଟ୍ରୋନୋମିର ଫାଉଣ୍ଡର ହେଉଛନ୍ତି ନିକୋଲସ୍ କପର୍ନିକସ୍। ତ କପର୍ନିକସ୍ ବା ନିକୋଲାସ୍ କପର୍ନିକସ୍ ହେଉଛନ୍ତି ଆପଣମାନଙ୍କର ରାଇଟ୍ ଆନ୍ସର। ହ୍ୱାଟ୍ କ୍ୟାନ୍ କନଭର୍ଟ ଦ ବେସିକ୍ ମେଟାଲ୍ସ ଇଣ୍ଟୁ ଗୋଲ୍ଡ। ତ ବେସିକ୍ ମେଟାଲକୁ ଗୋଲ୍ଡରେ ପରିଣତ କରିବା ପାଇଁ ମୁଁ କହିଥିଲି ଆର୍ଟିଫିସିଆଲ ରେଡ଼ିଓ ଆକ୍ଟିଭିଟି ବା ଆର୍ଟିଫିସିଆଲ ନ୍ୟୁକ୍ଲିୟର ରେଡ଼ିଓ ଆକ୍ଟିଭିଟି। ଅପସନ୍ ନମ୍ବର ସି ହେଇଯିବ ଆପଣମାନଙ୍କର ରାଇଟ୍ ଆନ୍ସର। ତ ତାପରେ ନେକ୍ସଟ ଦେଖିବା with what the natural fats and oils are composed of। ନ୍ୟାଚୁରାଲ ଫ୍ୟାଟ୍ସ ଆଉ ଅଏଲ୍ କେଉଁ କମ୍ପୋଜ ଥାଏ? ତ ଦେଖନ୍ତୁ ଆପଣମାନଙ୍କର ଅପସନ୍ ନମ୍ବର ଏ କାର୍ବନ, ହାଇଡ୍ରୋଜେନ୍, ଅକ୍ସିଜେନ୍ ହେଇଯିବ ଆପଣମାନଙ୍କର ରାଇଟ୍ ଆନ୍ସର। ହ୍ୱାଟ୍ ଡୁ ୟୁ ମେଜର ଦ ଏନର୍ଜି ଭ୍ୟାଲୁ ଅଫ୍ ଫୁଡ୍। ଫୁଡ୍ର ଏନର୍ଜି ଭ୍ୟାଲୁ ଆମେ କେଉଁଥିରେ ମାପିଥାଉ? ଆପଣଙ୍କର କ୍ୟାଲୋରିଜ୍, କେତେ କ୍ୟାଲୋରିର ଅଛି। ତାପରେ ଦେଖିବା ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ୱିଣ୍ଡ ଏନର୍ଜି। ତ ୱିଣ୍ଡ ଏନର୍ଜିକୁ କେଉଁଥିରେ ଆମେ ଦେଖୁ? ଆପଣମାନଙ୍କର କାଇନେଟିକ୍ ଏନର୍ଜି ବା ୱିଣ୍ଡ ଏନର୍ଜି କହୁଥାଉ। ଦ ଫାଉଣ୍ଡର ଅଫ୍ ମେଟେରୋଲୋଜି ଇଜ୍ ଡ୍ୟାସ୍। ତ ମେଟେରୋଲୋଜିର ଫାଉଣ୍ଡର କିଏ ଯେ ମେଟେରୋଲୋଜି କାଢ଼ିଥିଲେ? ତ ସେ ହେଉଛନ୍ତି ଆପଣଙ୍କର ଆରିଷ୍ଟଟଲ। ତ ଆରିଷ୍ଟଟଲ ଆଉ କ'ଣ କାଢ଼ିଥିଲେ? କମେଣ୍ଟରେ ନିହାତି କମେଣ୍ଟ କରିବେ। ବାୟୋଲୋଜିର ଜନକ କିଏ? ଜୁଲୋଜିର ଜନକ କିଏ? ବଟାନିର ଜନକ କିଏ? ତ ୟୁନିଟ୍ ଅଫ୍ ଡେସ୍ ଇଜ୍ ଲାଇଟ୍ ଇୟର। ୟୁନିଟ୍ ଅଫ୍ ଡେସ୍ ଇଜ୍ ଲାଇଟ୍ ଇୟର। ୟୁନିଟ୍ ଅଫ୍ ଲେନ୍ଥ, ୟୁନିଟ୍ ଅଫ୍ ଲେନ୍ଥ ଇଜ୍ ଲାଇଟ୍ ଇୟର। ତାପରେ ଦେଖିବା ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ୱାନ୍ ଅଫ୍ ଦ ମେନ୍ ଫଙ୍କସନ୍ ଅଫ୍ ଦି ଆର୍ଥ୍ ଓଜୋନ୍ ଲେୟାର। ଆର୍ଥ୍ ଓଜୋନ୍ ଲେୟାର କ'ଣ କରିଥାଏ? ଫିଲ୍ଟର କରିଥାଏ ୟୁଭି ରେ, ଯେଉଁ ସାନ୍ ପାଖରୁ ଆସେ, ସୂର୍ଯ୍ୟ ପାଖରୁ ୟୁଭି ରେ, ଅଲ୍ଟ୍ରାଭାୟୋଲେଟ୍ ରେ ୟୁଭି ରେ ଆସେ, ତାକୁ ଫିଲ୍ଟର କରିଥାଏ କିଏ? ଓଜୋନ୍। ଓଜୋନ୍ର କ'ଣ ସଂକେତ? O3। ତ ଓଜୋନ୍ ଏହି ପ୍ରକାର ଓଜୋନ୍ ରହିଥାଏ। ତାର ଯଦି ଫର୍ମେସନ୍ ଦେଖିବା O ତିନୋଟି O ଭିତରେ ଡବଲ ବଣ୍ଡିଂ ହେଇକି ଥାଏ। ତ ଏହି ପ୍ରକାର ଓଜୋନ୍ର ଥାଏ। ତ ନେକ୍ସଟ ଦେଖିବା କ୍ୱେଶ୍ଚନ୍ ନମ୍ବର ଡାସ୍ ଦ ପର୍ସନ୍ ୱିଥ୍ ଦି ଗିଭେନ୍ ବ୍ଲଡ୍ ଗ୍ରୁପ୍ ଇଜ୍ କନସିଡର୍ଡ ଏଜ୍ ୟୁନିଭର୍ସାଲ ରେସିପିଏଣ୍ଟ। ତ ୟୁନିଭର୍ସାଲ ଡୋନର ଅଛି, ୟୁନିଭର୍ସାଲ ରେସିପିଏଣ୍ଟ ଅଛି। ତ ୟୁନିଭର୍ସାଲ ରେସିପିଏଣ୍ଟ ଯଦି କହିବା ଆମେ AB ପଜିଟିଭକୁ କହିବା, O ପଜିଟିଭ ହେଉଛି ୟୁନିଭର୍ସାଲ ଡୋନର। ତାପରେ AB ପଜିଟିଭ ହେଉଛି ୟୁନିଭର୍ସାଲ ରେସିପ୍ଟ। ତ ହ୍ୱାଟ୍ ଇଜ୍ ଦି ଷ୍ଟଡି ଅଫ୍ ଲାଇଫ୍ ଇନ୍ ଆଉଟର ସ୍ପେସ୍ କଲ୍ଡ? ଷ୍ଟଡି ଅଫ୍ ଲାଇଫ୍, ଆଉଟର ସ୍ପେସ୍ର ଯେଉଁ ଷ୍ଟଡି ଅଫ୍ ଲାଇଫ୍କୁ ଆମେ କ'ଣ କହିଥାଉ? ତ ତାହା ହେଉଛି ଏକ୍ସୋବାୟୋଲୋଜି। ତ ବାହାରେ, ତ ଆଉଟର କହିଛି ତ ଏକ୍ସୋ, ବାହାରେ। ଏଣ୍ଡୋ ହେଲେ ଆପଣମାନଙ୍କର ଭିତରେ, ଇନର ହେଲେ ଏଣ୍ଡୋ, ବାହାରେ ହେଲେ ଆଉଟର ହେଲେ ଏକ୍ସୋ। ତ ଏକ୍ସୋ ହେଇଯିବ ଆପଣମାନଙ୍କର ରାଇଟ୍ ଆନ୍ସର। ତାପରେ ଦେଖିବା ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ଦ ନେମ୍ ଅଫ୍ କମନ୍ ମିନେରାଲ ସଲ୍ଟ ପ୍ରେଜେଣ୍ଟ ଇନ୍ ସୁଇଟ୍। ତ ଯେଉଁ ଝାଳ, ଆପଣମାନଙ୍କର ଝାଳରେ କେଉଁ କମନ୍ ମିନେରାଲ ସଲ୍ଟ ଲୁଣଟି ରହିଥାଏ ଆପଣମାନଙ୍କର? ସେ ହେଉଛି ସୋଡ଼ିୟମ୍ କ୍ଲୋରାଇଡ୍। ଆପଣମାନଙ୍କର ଝାଳରେ, ଝାଳ ଆପଣମାନଙ୍କର ଲୁଣିଆ ଲୁଣିଆ ଲାଗେ, ତ ସେଠି କେଉଁ ଲୁଣଟା ଥାଏ? ସୋଡ଼ିୟମ୍ କ୍ଲୋରାଇଡ୍ର ଲୁଣ, ତେଣୁ ଆପଣମାନଙ୍କୁ ଲୁଣିଆ ଲୁଣିଆ ଲାଗେ। ତାପରେ ଦେଖିବା ଆପଣମାନଙ୍କର ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ଦ ସେନ୍ସିଟିଭ୍ ଲେୟାର ଅଫ୍ ଦି ଆଇ। ତ କେଉଁ ଲେୟାରଟା, ଆଇର, ଆଖିର କେଉଁ ଲେୟାରଟା ଆପଣମାନଙ୍କର ସେନ୍ସିଟିଭ୍? ତ ଏହା ଆପଣମାନଙ୍କର ହେଇଯିବ ରାଇଟ୍ ଆନ୍ସର କ'ଣ? ଦେଖନ୍ତୁ ସେନ୍ସିଟିଭ୍ ଆପଣମାନଙ୍କର ରେଟିନା ହେଉଛି ଆପଣମାନଙ୍କର ସେନ୍ସିଟିଭ୍। ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର। ରେଟିନା ହେଉଛି ଆପଣମାନଙ୍କର ସେନ୍ସିଟିଭ୍ ଲେୟାର। ଦେଖିବା ଦ ଲାଫିଂ ଗ୍ୟାସ୍ ହେଜ୍ କେମିକାଲ କମ୍ପୋଜିସନ୍ ଅଫ୍ ହୁଇଚ୍ ଟୁ ଏଲିମେଣ୍ଟସ୍। ଲାଫିଂ ଗ୍ୟାସ୍ ଯଦି କହିବା ଆପଣମାନଙ୍କର ନାଇଟ୍ରୋଜେନ୍ ଆଉ ଅକ୍ସିଜେନ୍ର, ତ ନାଇଟ୍ରୋଜେନ୍ ଅକ୍ସିଜେନ୍ ଆପଣମାନଙ୍କର ଅପସନ୍ ନମ୍ବର ସି ହେଇଯିବ ରାଇଟ୍ ଆନ୍ସର। ସିରେ ଅଛି ନାଇଟ୍ରୋଜେନ୍ ଅକ୍ସିଜେନ୍। ତ
तो नाइट्रोजन ऑक्सीजन रो लाफिंग गैस को आमे कही थाउ नाइट्रस ऑक्साइड को आमे कही थाउ लाफिंग गैस नाइट्रस ऑक्साइड को कही थाउ आमे लाफिंग गैस तो लाफिंग गैस नाइट्रस ऑक्साइड को कही थाउ लाफिंग गैस तो डॉक्टर अब्दुल सलाम ऑफ पाकिस्तान वाज वन ऑफ द कंट्रीब्यूशन ऑफ यूनिफिकेशन ऑफ व्हिच फोर्सेस तो कौ फोर्सेस रो इलेक्ट्रोमैग्नेटिक एंड वीक न्यूक्लियर फोर्सेस मन रखिबे नेक्स्ट देखिबा व्हिच ऑफ द फॉलोइंग इज द ट्रिपलेट इन डीएनए कोड्स फॉर द वैलिन तो ट्रिपलेट डीएनए कोड रो कोडा आपण माने करे एएटी तो एएटी रो फुल फॉर्म आपण माने निहाती देबे देखंतु सॉरी एएटी नुए आपण मानकर नन ऑफ दिस हेजिबो राइट आंसर तो नन ऑफ दिस हेजिबो राइट आंसर चांस ऑफ द डायबिटिक बेबी born to the parents both heterogeneous normal is तो यार राइट आंसर मध्य आपण मानकर बी हेजिबो राइट आंसर नेक्स्ट देखिबा नॉट ए पार्ट ऑफ डार्विनिज्म इज डैश तो नॉट ए डार्विनिज्म रो कोडा पार्ट नुहे आपण मानकर ओवर प्रोडक्शन टा डार्विनिज्म रो पार्ट नुहे बेस्ड ऑन व्हाट द रोल ऑफ टेक्नोलॉजी इज इन द प्रोडक्शन ऑफ फूड तो यार ऑप्शन मध्य फर्मेंटेशन हेजिबो राइट आंसर डी व्हिच ऑफ द फॉलोइंग इज द इंस्ट्रूमेंट दैट मेजर्स वेरी हाई टेम्परेचर तो वेरी हाई टेम्परेचर अधिक टेम्परेचर मापे किए पायरोमीटर तो पायरोमीटर हेजिबो आपण मानकर राइट आंसर तापरे नेक्स्ट क्वेश्चन देखिबा क्वेश्चन नंबर देखिबा व्हिच ऑफ द फॉलोइंग इज द साइंस दैट डील्स विथ स्टडी ऑफ मैनर्स एंड कस्टम्स ऑफ पीपल ताकू आमे एंथनोलॉजी कहिबा ताकू आमे एंथनोलॉजी कहिबा या थिला आपण मानकर टोटल क्वेश्चन तो आशा करथि वीडियोटी भल लागिथिबो वीडियो भल लागिले वीडियो को लाइक करिवे एई प्रकार सब क्वेश्चन पाइबा पई वीडियो को लाइक करंतु चैनल को सब्सक्राइब कर रखंतु जहा फल टाइम टू टाइम जहाँ भी क्वेश्चन आसीबो मु आपण मानक पाखरे पहुँचेबी जहाँ जहाँ इंपोर्टेंट रोचे आपण मानकर कोठु भी आपण माने नॉलेज नियंतु बट आपण मानकर कोनोसी भी जगार क्वेश्चन आसी पारे तो जोठु भी नॉलेज पाउचंदी आपण माने गेन करि चलंतु एग्जाम निहाती क्रैक हबो थैंक यू फॉर वाचिंग दिस वीडियो जय हिंद।